ଏକ ଜଙ୍ଗଲରେ ଭୀମ ନାମକ ଏକ ଶକ୍ତିଶାଳୀ ବାଘ ରାଜ କରୁଥିଲା। ସେ ପ୍ରତିଦିନ ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଭୟ ଦେଲା ଏବଂ ସମସ୍ତଙ୍କୁ ନିଜର ଆଂଶିକ ଭୋଜନ ବନାଉଥାଏ। ପ୍ରାଣୀମାନେ ଭୟରେ ତାଙ୍କ ସାମ୍ନାରେ କିଛି କହିପାରୁନଥିଲେ। ଏହା ଦେଖି ଧୀରୁ ନାମକ ଏକ ଚତୁର ଖରଗୋଶ ଏକ ଚତୁର ଯୋଜନା କଲା। ଧୀରୁ ଭୀମକୁ କହିଲା, ମହାନ ବାଘ ମହୋଦୟ, ଏହି ଜଙ୍ଗଲରେ ତୁମେ ଏକାନ୍ତ ଶକ୍ତିଶାଳୀ ନୁହେଁ। ଏଠି ଅନ୍ୟ ଏକ ବଡ଼ ବାଘ ଅଛି ଯିଏ ତୁମଠାରୁ ଅଧିକ ଶକ୍ତିଶାଳୀ। ଏହା ଶୁଣି ଭୀମ ଆଶ୍ଚର୍ଯ୍ୟ ହୋଇଗଲା। ମୁଁ ତାକୁ ଦେଖିବି। ଧୀରୁ ଭୀମକୁ ଏକ ଜଳାଶୟ ନିକଟକୁ ନେଇଗଲା ଏବଂ କହିଲା, ଏଠି ଦେଖ, ସେ ତୁମକୁ ଦେଖୁଛନ୍ତି। ଭୀମ ଜଳକୁ ଦେଖି ନିଜ ପ୍ରତିବିମ୍ବ ଦେଖିଲା ଏବଂ ଭୟରେ ଚମକିଗଲା। ଏହି ବଡ଼ ବାଘ ତାଠାରୁ ଅଧିକ ଶକ୍ତିଶାଳୀ ଭାବି ସେ ସେଇଠାରୁ ପଳାଇଗଲା। ପ୍ରାଣୀମାନେ ଖୁସି ହୋଇ ଧୀରୁଙ୍କୁ ଧନ୍ୟବାଦ ଜଣାଇଲେ। ଏଠି ଗଳ୍ପ ଆମକୁ ଶିଖାଏ ଯେ ବୁଦ୍ଧି ସବୁବେଳେ ଶକ୍ତିଠାରୁ ବଡ଼।